ଆସନ୍ତି ତାଙ୍କ କଥା ଦେଖ ଅଲେଖ ଏ ହଳଦୀ ଯେତେ ହଳଦୀ ରଙ୍ଗ ଲାଗିବ ସେ ବିଶ୍ୱକର୍ମା ତିଆରି କରିଛି ସେତିକି ନୁହଁ ପାତି ଦେହରେ କେତେ କଳା ରହିବ ସେ ରଖିଛି ନା ତାହେଲେ ସେ କିଏ ହଉଛି ହିରଣ୍ୟ ଗର୍ଭ ଗର୍ଭଧାରଣ କରିଛି ତୁ କଣ କହୁଛୁ ମୁଁ ଗର୍ଭଧାରଣ କରିବୁ ଆରେ ଜଗନ୍ନାଥ କୋଉଦିନ ଗର୍ଭ ହେଇଗଲେଣି ଅଲେଖ ସେ ମହାନ ପୁରୁଷ କିଏ ସିଏ ହେଲେ ଜଗନ୍ନାଥ ଆଜି ତ ଦିବସ ପାଲା ଜଗନ୍ନାଥଙ୍କ ବିଷୟ ବିପଦ ହବ ଅଲେଖ ପ୍ରଶ୍ନଟିଏ ପଚାରି ଜଣେ ପାଲାଗାରକୁ ଆସିନାହାନ୍ତି ବୋଲି କଣ ଆଜ୍ଞା ସେଟା ବାଦପାଲା ହେଇପାରିବନି ଆମ ଭିତରେ ବାଦପାଲା କରିବା କଣ ଅଲି କହିଲୁ ଜଗନ୍ନାଥଙ୍କ ନାମଟା ଜଗନ୍ନାଥ କାହିଁକି ତାଙ୍କ ବାପା ଦେଇଥିବେ କି ତାଙ୍କ ବୋଉ ଦେଇଥିବେ କୀର୍ତ୍ତନ ବାଲା ଦେଇଥିବେ ହଁ ଭାଇ ମୋର ଉଠୁ ବସ କାମ ସେଇଆ ତମେ ବି ହବ ଜଗନ୍ନାଥ ନାମଟା ତାଙ୍କ ବାପା ଦେଇଥିବେ କି ତାଙ୍କ ବୋଉ ଦେଇଥିବେ କି କୀର୍ତ୍ତନ ବାଲା କି ପାଲା ବାଲା ଯିଏ ହେଲେ ଦେଇଥିବେ ଯାହା ହଉ ଢେଙ୍କାନାଳ ଜିଲ୍ଲାରେ ତୁ ଗୋଟେ ମୌଳମଣି ପାଳିଆ ଯଦି ଜଗନ୍ନାଥଙ୍କ ନାଁଟା କୀର୍ତ୍ତନ ବାଲା ଦେଲେ ନହେଲେ ମା ବାପା ଦେଇଥିବେ ସମ୍ପୂର୍ଣ୍ଣ ଭୁଲ ଜଗନ୍ନାଥ ନାମଟା କାହିଁକି ଜଗନ୍ନାଥ ହେଇଛି କାହିଁକି ହେଇଛି ଲେଖିଲେ କିଏ ଆପଣଙ୍କର ମନୁ ଏ ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଯେଣୁ ମୁଁ ଜଗତର ନାଥ জগতর হচ্ছে নাথ মো না জগন্নাথ তাহলে জগত কিয়ে জগত কিয়ে শুন পাখক আসলে হব না জগন্নাথ কিয়ে জগত রূপী নাস্তি না কীর্তি ভবন্ত কৃতি জগন্নাথ যা দেহেরে জীব আছে জীব আছে সে গোটে স্ত্রী যাঠে জীব আছে সে গোটে স্ত্রী স্ত্রী তারপর নাথ কিয়ে জগন্নাথ তো দেহেরে জীব আছে মু জীব তু গোটে স্ত্রী মু স্ত্রী ইয়ে বসন্ত বাবুଙ୍କ দেহে জীব ଅଛି ସେ ଗୋଟିଏ ସ୍ତ୍ରୀ ଏ ତ୍ରିପୁର ବାବୁ ଦେହରେ ଜୀବନ ଅଛି ସେ ଗୋଟିଏ ସ୍ତ୍ରୀ ଆମ ପୁଅ ଦିବା ଦେହରେ ଜୀବନ ଅଛି ସେ ଗୋଟିଏ ସ୍ତ୍ରୀ ଆଚ୍ଛା ଆମ ବାବୁ ମାନେ ଜୀବନ ଅଛି ସେମାନେ ସମସ୍ତେ ସ୍ତ୍ରୀ ଅଧିକା ବଢା ସେମାନଙ୍କ ନାଥଟା କିଏ ନାଥ କିଏ ନାଥ କହିଲେ ସ୍ୱାମୀ ସ୍ୱାମୀ ମା ଆମ ମାନଙ୍କର ଯିଏ ସ୍ୱାମୀ ତା ନାଁ ହେଲା ଜଗନ୍ନାଥ ଆମେ ହେଲେ ସମସ୍ତେ ସ୍ତ୍ରୀ ନାଥ ଜଣେ ତା ନାଁ ହଉଛି ଜଗନ୍ନାଥ ଆଚ୍ଛା ସାରେ ଆପଣ ଦେଖିକିରି ପାଲା ବୋଲୁଛନ୍ତି ନା ଆଖି ବୁଝିକିରି ପାଲା ବୋଲୁଛନ୍ତି ଭୁଲ ହେଲା ନାଇଁ ଏପଟେ ସାର୍ ମାନେ ଅଛନ୍ତି ପୁରୁଷ ଲୋକ ଆଚ୍ଛା ଏପଟେ ମଧ୍ୟ ସାର୍ ମାନେ ଅଛନ୍ତି ପୁରୁଷ ଲୋକ ଏପଟେ ମା ମାନେ ଅଛନ୍ତି ଆଚ୍ଛା ଆଉ ନନା ଜଣେ ଅଛନ୍ତି ସେପଟକୁ ନନା ଅଛନ୍ତି ଆଚ୍ଛା ଆପଣ କହିଲେ ସମସ୍ତେ ସ୍ତ୍ରୀ ତୁ ଆଗେ କହିଲୁ କଣ ମୁଁ ଖାଣ୍ଟି ପୁରୁଷ ଖାଟିକଣା ବିଶ୍ୱକୁଆ କଣ ଆମେ ଏଠି ଯେତେ ବସିଛେ ସମସ୍ତେ ସ୍ତ୍ରୀ ସମସ୍ତେ ସ୍ତ୍ରୀ ସ୍ତ୍ରୀ ତୋ କଥା ପୁଅ କଥା ଥିଲା ତୁ ସ୍ତ୍ରୀ ନୁହଁ ମୋଟେ ନୁହଁ ମୁଁ ମୋଟେ ସ୍ତ୍ରୀ ନୁହଁ ଖାଣ୍ଟି ଅଣ୍ଡିର ପୁଅ ନା ତୁ ଅଣ୍ଡିରି ପୁଅ କେବେ ସ୍ତ୍ରୀ ହବନି ନାଇଁ ମୁଁ ଦାଢି ରଖିଛି ହଏ ମୋ ସହିତ କେତେ ଥର ପୁରୀ ପାଲା ଗାଇ ଗଲୁଣି ଗଲିଣି ଆଜ୍ଞା 5-7 ଥର ବେଶୀ ବ୍ରହ୍ମଗିରି ପାଲା ଗାଇଛେ କୋଣାର୍କ ପାଲା ଗାଇଛେ ପୁରୀ ମନ୍ଦିରକୁ ଦର୍ଶନ କରି ଯିବୁ ଆଜ୍ଞା ସାରେ ଏତେ ବାଟ ଆସିଲେ ପୁରୀ ଆସିଲେ ଟିକେ ଜଗନ୍ନାଥଙ୍କୁ ଦର୍ଶନ କରିବା କେହି ନ ଗଲେ ନାଇଁ ତୋର ମୋର ଯାଆନ୍ତି ଆଜ୍ଞା ଆଜ୍ଞା ଅଲି ଆଜ୍ଞା
ଗରୁଡ଼ ସ୍ତମ୍ଭ ନିକଟରେ 2 ହାତକୁ ଟେକି ଦେଇ ଆଜ୍ଞା ଗରୁଡ଼ ସ୍ତମ୍ଭ ନିକଟରେ 2 ହାତକୁ ଟେକି ଦେଇ ହଁ ମୋ ଧନ କଣ କହୁ କରୁ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଆଉ ଥରେ କହ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଆଚ୍ଛା ତୁ ତ କହୁଛୁ ମୁଁ ସ୍ତ୍ରୀ ନୁହଁ ହଁ ତୁ ସ୍ୱାମୀ କାହାକୁ ଡାକିଲୁ ତମ୍ପିରୁ ପେଟରୁ ଭିତରୁ ନୁହେଁ ପୁଅ ଅଲିଆ ଆଜ୍ଞା ତୋ ତଣ୍ଟିରୁ ଏଇ ଯାକେ ଡାକିଲୁ ମୁଁ ରାଧା ବୋହୁ ସ୍ୱାମୀ ଆଚ୍ଛା ପେଟୁ ଡାକିଲୁ ମୁଁ ଜଣଙ୍କର ରାଧା ବୋହୁ କିଏ ରାଧା ବୋହୁ ମାନେ ତୋ ଝିଅର ନା ରାଧା ରାଧା ତା ବୋହୁ ମାନେ ତୋ ସ୍ତ୍ରୀର ନାଁ କଣ ଆଜ୍ଞା ଆଜ୍ଞା ସଜି ହଉ ରହ ସଜି ତୋ ସ୍ତ୍ରୀ ଯେତେବେଳେ ଯିବ ଯିବ ତା ଦେହରେ ଯିବ ଅଛି ଅଛି ସେ କଣ କହୁଛି ଜଗନ୍ନାଥଙ୍କୁ ଜଗନ୍ନାଥ ସ୍ୱାମୀ ମୋ ସ୍ତ୍ରୀ କହିବ ଜଗନ୍ନାଥ ତୋ ସ୍ତ୍ରୀ ବି କହିବ ମୁଁ ତା ଦାଦି ନା ଦେଢୁଶୁର ସେତିକି ନୁହଁ ତୋ ପୁଅ ଯଦି ଯିବ କହିବ ଜଗନ୍ନାଥ ସ୍ୱାମୀ ମୋ ପୁଅ ପେଣ୍ଟ ପିନ୍ଧିକି ବୁଲୁଛି ତୋ ଝିଅ ଯଦି ଯିବ ହଁ ଜଗନ୍ନାଥ ସ୍ୱାମୀ ସ୍ୱାମୀ ତାର ବ୍ୟବସ୍ଥା ହେଇନି ନାହିଁ ନାହିଁ ତ ନାହିଁ ନାହିଁ ତ ଏ ଜଗବନ୍ଧୁ ପରିଜାନେ ରହରେ ପୁଅ ବାଟ ମାରି ଦଉଛି ଗାଁକୁ ଥର ଥର ଏଇଆ ମଝିରେ ମଝିରେ ଅଲି ଆଜ୍ଞା ତୋ ସ୍ତ୍ରୀ ଡାକିବ ସ୍ୱାମୀ ହଁ ତୋ ପୁଅ ଡାକିବ ସ୍ୱାମୀ ତୋ ଝିଅ ଡାକିବ ସ୍ୱାମୀ ସ୍ୱାମୀ କାହିଁକି ସ୍ୱାମୀ ଡାକିଲେ କାହିଁକି ନା ଯାହା ଦେହରେ ଯିବ ସୀମା ସିଏ ହବ ସ୍ତ୍ରୀ ଆଉ ଜଗନ୍ନାଥ ହେଲେ ସ୍ୱାମୀ ସ୍ୱାମୀ ଆଜ୍ଞା ଏଟା ସତ୍ୟ ଏତିକି କୁହ ଘରେ ଯାହାର ହାତ ନାହିଁ ଗୋଡ଼ ନାହିଁ ପେଟ ନାହିଁ ଅଣ୍ଟା ନାହିଁ ଠୁଙ୍କା ହାତ ଅଳନ୍ୟାକୁ ଏମିତି ଅଣ୍ଡିରେ ପୁଅ ପଶିବ ଆରେ ପାଲାଟା କୋଉଠି ଗାଉଛୁ ଜାଣୁଛୁ ଗୋଟେ ଗାଉଛି କବି ଚୌରା କବିର ଚଉରା ଏଇଠି ଅନେକ ପ୍ରସିଦ୍ଧ ଗାୟକ ମାନେ ପାଲା ଗାଇକି ଗଲେ ଯାଆନ୍ତୁ ଗାୟିକା ମାନେ ଗଲେଣି ଯାଆନ୍ତୁ ଅଲେଖ ଆଜ୍ଞା ତୋ ପରି ଜଣେ ପାଇଆ ତୁ କହୁଛୁ ଜଗନ୍ନାଥଙ୍କର ହାତ ନାହିଁ ହାତ ନାହିଁ ଗୋଡ଼ ନାହିଁ କିଛି ନାହିଁ ମାଲ ନାହିଁ ଜିନିଷ ନାହିଁ କିଛି ନାହିଁ କଣ ମାଲ ନାହିଁ ପୁଣି ଜିନିଷ ନାହିଁ କହୁଛୁ ମାନେ କିଛି ଓଜନ ନାହିଁ ଆଉ ଜଗନ୍ନାଥଙ୍କର ହାତ ନାହିଁ ହାତ ନାହିଁ ପରା ବାପା ସେ କହୁଛି ଜଗନ୍ନାଥଙ୍କର ହାତ ନାହିଁ କୋଉଠୁ ଆସିଛି ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଆମ ଅନୁଗୁଳ ଜିଲ୍ଲା ଯୋଉଠି ସରିବ ସରିବ ସେଇଠୁ ଗୋଟେ ଜିଲ୍ଲା ଆରମ୍ଭ ହବ ହବ ମା ସମସ୍ତେ ଜାଣିଛ ସମ୍ବଲପୁର ଜିଲ୍ଲା ହଁ ସମ୍ବଲପୁର ଜିଲ୍ଲା ଯେତେ ଆରମ୍ଭ ହବ ଗୋଟେ ଉପକଣ୍ଠ ସହର ତା ନାଁ ରେଢାଖୋଲ ଯୋଗ୍ୟତମ ପୁଅଟିଏ ଜନ୍ମ ହେଲା ନା ହେଲା ଭୀମ ଭୋଇ ଜଗନ୍ନାଥଙ୍କର ହାତ ନାହିଁ ହାତ ନାହିଁ ମୁଁ ଦେଖିଛି ଅନୌଜ କଣ ଦାଢିକି ମୁଁ ଦେଖିଛି ଜଗନ୍ନାଥଙ୍କର ଗୋଡ଼ ନାହିଁ ଗୋଡ଼ ନାହିଁ ପଣ୍ଡା ମାନେ ଛେଚା କଚା କରିକି ନିଅନ୍ତି ଠା ବୁଟା ଦମ୍ଭ ମାରିକି ନିଅନ୍ତି ଗୋଟେ ପଦ ଗାଇବି ତୁ ଖୁସି ହବୁ ରେ ଦେଖିଆ ଗାହାନ୍ତୁ ତୁ ଖୁସି ହବୁ ଗାହାନ୍ତୁ କହିଲେ ପାଦ ପାଣି ନାହିଁ ତାଙ୍କୁ ଭୀମ ହୋଇ ପାଦ ପାଣି ନାହିଁ ତାଙ୍କୁ ଇଏ ଧରିବ ପାଦ ପାଣି ନାହିଁ ତାଙ୍କୁ ଧରିବ ପାଦ ପାଣି